ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। यथा मंगलाचरण बागीचा यस्य वदने लक्ष्येषु च वक्ष्यसि यशते हृदय वसति तनृसिंहं भजे विश्व सर्वदिवा लक्षणं श्रीकृष्णाख्य परोध्याम जगध्याम नमामि तत् माधव माधव वैश्य सर्वसिद्धि विनायते वंदे परस्परत्यं परस्परं प्रियलोकं मूकं करति वाचलं पंगु लंघयते गिरि यत्कृपाहतमः वंदे परमानंद हो माधव। जो ब्राह्मण रुद्रेण स्तुतन्ति दैवस्तव देव देवसंग पद पश्यन्ति जो समज्ञा ध्यान अवसते गदगदे मनसा पश्यन्ति जो योगिना जस्ते न बुद्धि सुरासुरागण देवायस्तुते नमः नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत् निर्गलं कल्पितं फलविमुखाभिद्रव्ययुक्तं पिबतं भागवतं रसमलयितं प्रभु। सप्तदश अध्याय अष्टम स्कंद सप्तदश अध्याय बोल प्रबंधवार हरि बोल। श्रीकृष्ण चिंती ही राजा श्रीकृष्ण चिंती ही राजा चाहि शुक कहंती ही भावग्राही शुक उवाच बोल प्रबंधवार हरि बोल। शुण अभिमन्यु नंदन जेमंते जन्मी हिला बामन अदिति प्रयोवत फले विष्णु जन्मिले हे तार कोले तार चरित शुणी एबे जे रूप बली कि चलिबे ब्रह्मार स्तुति शुणी तो से हरि पर हमहर से अमृत बेले हे सुर सुशरीरे हेले बामन अवतारे गगने जेने दिन करे बामन उदहरु बाहारे अदिति तमु भूमि गते बामन देखिले अग्रते नील नीरदह तनु चूर्ण प्रकाश कोमल लोचन आजन्मूलम्बे हे भुज चारी शंखादि गदा चक्रधरी पीतवसन कटी सभा अपीतवसन कटी भागे तड़ित जेने नील मेघे रत्नकुंडल कर्ण जुगे श्रीवर्ष चिन्ह हृद भागे उरे लमयी वनमाल सुंदर कलहका कोपाल मणिमुकुट हसिरे सोजे रत्न मेखला कंठी माझे नुपुर कंकहण विराजे तेज नंग रूप गंजे कंठे श्री कस्तभर मणि अमूल्य रत्न सुखंजणि
ପ୍ରସନ୍ନ ଦଶ ଦିଗ ଦିଶେ ସଲିଳେ କମହଳ ପ୍ରକାଶେ ଜଳଧି ଉଚ୍ଛହଳେ ଉଲଳେ କାନନେ ନାନା ପୁଷ୍ପଲୋକେ ଋତୁ ବହି ଗୁଣ ମଧ୍ୟେ ପ୍ରସରେ ସଦହର ବସନ୍ତେ ସୁଗନ୍ଧ ପବନେ ଆଗମ ଗଗନେ ମଙ୍ଗଳ ଶବଦ ବ୍ରାହ୍ମଣ ଗଣେ ଦେବନାଦେ ଅନଳ ପୂଜନ୍ତି ସମିଧେ ଗୋବିପ୍ର ଦେବ ଭୂପର୍ବତ ଆକାଶ ଲୋହେ ପ୍ରଫୁଲ୍ଲିତ ଭାଦ୍ରବ ମାସ ଶୁକ୍ଳ ପକ୍ଷେ ଦ୍ୱାଦଶୀ ଶ୍ରବଣ ଯେ ରୁକ୍ଷେ ମୁହୂର୍ତ୍ତ ନାମ ଅଭିଜିତି ଗ୍ରହ ନକ୍ଷତ୍ର ସୁପ୍ରସିତି ସର୍ବ ନକ୍ଷତ୍ର ତାରା ଗଣେ ପ୍ରଶସ୍ତ ମଙ୍ଗଳ ଦକ୍ଷିଣେ ବିଜୟ ଯୋଗହର ମଧ୍ୟାହ୍ନେ ଶଙ୍ଖ ଦୁନ୍ଦୁବି ବ୍ୟାସ ସୁରେ ମୃଦଙ୍ଗ ପହ ସମନାଏ ଶୁଭନ୍ତି ଭେରି ନାଦ ସ୍ୱରେ ଭଜନ୍ତି ଗୋମୁଖ ନାଇ ପର୍ବଣ ତୁରି ଯେ ଅନେଇ ଗୀତ ନିବୁଦେ ନୃତ୍ୟ ଗୋଳେ ଗିରି ଚଳୁଛନ୍ତି ତୁମୂଳେ ନାଚନ୍ତି ଅପହସରା ବୃନ୍ଦ ଗନ୍ଧର୍ବେ ତାଳ ଯନ୍ତ୍ରବାଦ୍ୟ ଦେବତା ପିତୃମୁନି ଗଣେ ଅଗ୍ନି ସହିତେ ଜଣେ ଜଣେ ସ୍ତବନି ସିଦ୍ଧି ଦିବ୍ୟ ଧରେ ତୁଲେ କି କଶ୍ୟପ କିନ୍ନରେ ଚାରଣ କ୍ଷମ ରକ୍ଷ ଆଦି ପିଶାଚ ଗୃହିକ ପ୍ରସିଦ୍ଧି ସ୍ତୁତି ବଚନେ ଗୀତ ସ୍ୱରେ ସୁର ବସନ୍ତି ନିରନ୍ତରେ ଅଦିତି ପରେ ପୁଷ୍ଟପୁଷ୍ଟି ଯେଣେ ଖଣ୍ଡିବ ଜନ୍ମଦିଷ୍ଟ ଅଦିତି ନିଜ ପୁତ୍ର ଦେଖି ନିର୍ମଳ କଲା ବେନି ଆଖି ଶ୍ରୀହରି ନିଜ ଯୋଗେ ଯେତେ ଜନ୍ମିଲେ କଶ୍ୟପର ବୀର୍ଯେ କଶ୍ୟପ ଜୟ ବାଣୀ ମଙ୍ଗଳ ଦେବ ବାକ୍ୟ ଭଳି ଦକ୍ଷିଣେ ପ୍ରଭୁ ଭଗବାନ ରୂପ ପ୍ରକାଶିଲା ବାମନ ଦେଖିଲେ ସର୍ବ ଦିଗ ପାଳେ ଦେବୀ ଦେବତା ଅନ୍ତରାଳେ ବଟୁ ବାମନ ରୂପ ଦେଖି ମୁନିଏ ଆଶ୍ରମ ଉପେକ୍ଷୀ କଶ୍ୟପ ଆଶ୍ରମେ ମିଳିଲେ ଜୟ ମଙ୍ଗଳ ସ୍ତୁତି କଲେ ବିଧାତା ଆଦି ମୁନି ତୁଲେ ପୁତ୍ରର ଜାତ କର୍ମ କଲେ ବାମନ ଉପହନର ଦେଖି ସବିତା ଗଗହନ ଉପେକ୍ଷୀ ସାବିତ୍ରୀ ମନ୍ତ୍ର କର୍ଣ୍ଣେ କହେ ଯେଣେ ସବିତା ତେଜ ବହେ ଗୁରୁ ପଇତା ଦେଲେ କନ୍ଧେ କଶ୍ୟପ ମେଖ ହଳାନନ୍ଦେ ଅବନି କୃଷ୍ଣ ଜିନ ଦେଲା ଶଶାଙ୍କ ଦଣ୍ଡ ସମର୍ପିଲା ଅଦିତି ଦେଲା କୌପିନୀ ଆକାଶ କଲା ଛତ୍ରଦାନୀ ମୁନିଏ करे ଦେଲେ ବର୍ଦ୍ୟ ମଣ୍ଡକୁ କମଣ୍ଡଳୁ ଯେ ଦେବ ଗର୍ଭ ଶାରଦା ଦେଲେ ଅକ୍ଷମାଳା ଯେମନ୍ତେ ବୁଦ୍ଧି ଅନର୍ଗଳା କୁବେର ରାଜା ସୁଧ ଚିତେ ଭିକ୍ଷା ପାତ୍ର କେ ଦେଲା ହସ୍ତ୍ରେ
ଅମ୍ବିକା ଭିକ୍ଷା ଦେଲେ ଆଣି ସଙ୍ଗତେ ବିପ୍ରହ ଗଣ ଘେନି ମୁନିଏ ବ୍ରହ୍ମ ତେଜ ଦେଲେ ସ୍ତୁତି ବଚନେ ତୋଷ କଲେ କଶ୍ୟପ ହୋମ କରାଇଲେ ବିଧାତା ପୁରୁଷ ବୋଇଲେ ଏମନ୍ତେ ବିପ୍ରହ ରୂପ ଧରି ପୂର୍ଣ୍ଣ ଆହୁତି ହୋମ କରି ତେଣେ ଶୁକ୍ର ଯେ ଯଜ୍ଞ ବିଧି ବଳିର ସତେ ଅଶ୍ୱମେଧ କରାଏ ନିଜ ମନ୍ତ୍ର ବଳେ ଅମରେ ସ୍ଥାପିବ ନିଶ୍ଚଳେ ସେ କଥା ଜାଣି ଭଗବାନ ଯେ ରୂପେ ଅଦ୍ଭୁତ ବାମନ ବଳି ଭୁବନକୁ ଗମନ୍ତେ ଭୂମିକମ୍ପ ପାଦଘାତେ ନର୍ମଦା ନଦୀରେ ଉତ୍ତରେ ଭୃଗୁ କଶ୍ୟପ ଯେ ବିପ୍ରବରେ ବଳିକି ଜନହନା ମାନବରୀ ମିଳି ଭୃଗୁଙ୍କ ଆଗେ କରି ଯଜ୍ଞ କରନ୍ତି ମନ୍ତ୍ର ବଳେ ଯେମନ୍ତେ ଅମହର ମଣ୍ଡଳେ ବଳି ବସିବ ଦୃଢ଼ ଚିତ୍ତେ ନିର୍ଭୟ କଳ୍ପ ପରିଜନ୍ତେ ହେମନ୍ତେ ବଳି ଯଜ୍ଞ ବାଟେ ବାମନେ ମିଳିଲେ କପଟେ ରବି କିରଣେ ତାର ପନ୍ତି ଯେ ସନେ ହନ୍ତି ହତ ଜ୍ୟୋତି ଭାର୍ଗବୀ ଆଦି ପୁରୋହିତେ ସଦସ୍ୟ ଜନ ମାନ ଯେତେ ବାମନ ତେଜ ଅନ୍ତର୍ଗତେ ତମ ଯେ ସନେ ପ୍ରାତ କାଳେ ରବି ସଂସାଙ୍ଗ କିବା ଜନି ମିଳିଲେ ନିଜ ତେଜ ଘେନି କିବା ସନତ ବ୍ରହ୍ମସୁତ ଯଜ୍ଞ ରକ୍ଷଣେ ଉପଗତ ଏମନ୍ତେ ଜାଣି ନ ପାରିଲେ ବାମନ ତେଜ ହସ୍ତ ଗଲେ ମୁହୂର୍ତ୍ତେ ରହି ଖେଦ ମନେ ଚାହାନ୍ତି ମୋହିନୀ ନୟନେ କରି ନ ପାରୁ ଅନୁମାନ ସର୍ବେ ହୋଇଲେ ହତ ଜ୍ଞାନ ଉଦକ କମଣ୍ଡଳୁ ଘେନି କରନ୍ତି ସାମ ବେଦ ଧ୍ୱନି ବିଷ୍ଣୁ ମିଳିଲେ ଯଜ୍ଞ ବାଟେ ବଳି ନୃପତି ହିର ନିର୍କଟେ କଟିରେ ମର୍କହର ମେଖଳା ଯଜ୍ଞାପଦୀପ ଅକ୍ଷମାଳା କନ୍ଧରେ କୃଷ୍ଣ ନିଜ ସୋହେ ଉତ୍ତରୀ ପ୍ରାୟ ନିଜ ଦେହେ ଅଦ୍ଭୁତ ବାମନ ଶରୀର ଶିରେ ବିରାଜେ ଜଟାଭାର ମାୟାବା ମନ ରୂପ ଦେଖି ତକ୍ଷଣେ ଆସନ ଉପେକ୍ଷି ଭୃଗୁ ସହିତେ ଶିଷ୍ୟ ଯେତେ ଆସନୁ ଉଠିଲେ ତୁରିତେ ଅଞ୍ଜଳି ହସ୍ତ କରି ବେଗେ ମିଳିଲେ ବାମନର ଆଗେ ବଳି ବାମନ ରୂପ ଚାହିଁ ଆସନ ଦେଲା ବେଗେ ନେଇ ଚରଣେ ନମସ୍କାର କରି କୁଶଳ ବାର ତାପଚାରି ପବିତ୍ର ଜଳେ ଧୋଇ ପାଦ ଆଷ୍ଟାଙ୍ଗ ଆନନ୍ଦେ କଣ୍ଠ ଗଦ ପାଦ ଉତରଇ ଘେନି ଶିରେ ରୋମହରସ କଳେବରେ ଯାର ଚରଣ ସ୍ପର୍ଶ ଜଳ ଖଣ୍ଡଇ ସର୍ବ ଅମଙ୍ଗଳ ଗିରିର ପରମ ଭକ୍ତିରେ ଯେ ପାଦ ଦେଲେ ଧରି ଶିରେ ବଳି ଯେ ବେନି କର ଯୋଡ଼ି କହେ ବାମନ ପାଦେ ପଡ଼ି ବଳି ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ ଆଭୋ ବିପ୍ର ନମୁ ତ ଚରଣେ ଅଶେଷ କୁଶଳ କାରଣେ
ବ୍ରହ୍ମ ଋଷିଙ୍କ ତେଜ ପ୍ରାୟ ମୁହିଁ ଦେଖଇ ତୋର ଦେହ ତୁ ବ୍ରହ୍ମ ସ୍ୱରୂପ ସାକ୍ଷାତେ ତୋ ରୂପ ନାହିଁ ଏ ଜଗତେ କି ଅର୍ଥେ ତୋହର ଆଗମ କହ ତୋହର କିସ କାମ ମୁଁ ପିତୃଗଣେ ଆଜତ ସେ ପବିତ୍ର ମୋର ଗୃହବାସେ ଆଜମ ସୁଫଳ ଜୀବନ ଯେଣୁ ତୋହର ଆଗମନ ପବିତ୍ର ହୋଇଲା ମକୁଳ ଲଭିଲୁ ସତ କୃତ ଫଳ ଆଜ ଅନଳେ ହେ ଘୃତ ରାଶି ସୁଧେ ଜଳିବ ମୋର ତୋଷୀ ଏ ଭୂମି ପବିତ୍ର ମୋହର ନିର୍ମଳ ଜେନେ ସ୍ୱର୍ଗପୁର ବିପ୍ରଦାନ ମାଗ ମତେ ଯେ ଅବା ଇଚ୍ଛା କରଚିତେ ଗୋରୁ କାଞ୍ଚନ ବିଦ୍ୟପୁର ଗୋରୁ କାଞ୍ଚନ ଦିବ୍ୟପୁର କିବା ପ୍ରସାଦ ମନୋହର ଗ୍ରାମ ପାଟଣା କନ୍ୟା ମଧନ ଅମୂଲ୍ୟ ବସ୍ତୁ ରତ୍ନମାନ ଅନବସନ ଆଦି ଯେତେ ବିପ୍ର ମାଗ ତୋ ସଚିତେ ଗଜ ତୁରଙ୍ଗ ସୁଖାସନ ରଥ ପଲଙ୍କ ଜହିଁ ମନ କିଅ ବା ଅଛି ତୋର ଚିତେ ବିପ୍ର ମାଗ ଇଚ୍ଛା ଯେତେ ଦେବି ମୁଁ ସତ୍ୟ ମୋ ବଚନ ଦାରା ତନୟ ମୋ ଜୀବନ ହେମନ୍ତେ ବଳି ସୁଧ ଚିତେ କହିଲା ବାମନ ଅଗ୍ରତେ ହେମନ୍ତେ ବଳି ବାକ୍ୟ ଶୁଣି ବାମନ ଧରି ଶୁକ ପାଣି ମଙ୍ଗଳ ସ୍ୱରେ ଦେବଧ୍ୱନି କରନ୍ତି ବଳି ମନ ଘେନି ତିନି ଭୁବନ କମ୍ପେ ନାଦେ ସ୍ୱଜନେ ଚିନ୍ତି କୃଷ୍ଣ ପାଦେ କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟା ଅଷ୍ଟମ ସ୍କନ୍ଧେ ବାମନ ପ୍ରାଦୁର୍ଭାବ ବ୍ରାହ୍ମଣ ପ୍ରାଦୁର୍ଭାବ୍ୟ ବଳି ନାମ ସମ୍ବାଦେ ସପ୍ତଦଶ ଅଧ୍ୟାୟ। ଅଷ୍ଟାଦଶ ଅଧ୍ୟାୟ ଅଷ୍ଟମ ସ୍କନ୍ଧ ଅଷ୍ଟାଦଶ ଅଧ୍ୟାୟ ବୋଲ ପ୍ରେମାନନ୍ଦ ବାର ହରି ବୋଲ। ଶୁକ କହନ୍ତି ତୋଷ ମନେ ଶୁଣ ପରୀକ୍ଷ ସାବଧାନେ ଶୁକ ଉବାଚ ବୋଲ ପ୍ରେମାନନ୍ଦ ବାର ହରି ବୋଲ। ହେମନ୍ତେ ବଳି ବାକ୍ୟ ଶୁଣି ସନ୍ତୋଷେ ପ୍ରଭୁ ପଦ୍ମ ପାଣି ବଳିର ବାକ୍ୟ ପ୍ରୀତି କରି ବଟୁ ବାମନ ରୂପ ଧରି ବୋଲନ୍ତି ମଧୁର ବଚନ ଯେ ବାକ୍ୟ ମୋହ ପ୍ରାଣୀ ମନ ଭଗବାନ ଉବାଚ ବୋଲ ପ୍ରେମାନନ୍ଦ ବାର ହରି ବୋଲ। ହେ ବଳି ରାଜା ତୁ ହି ଧନ୍ୟ କୁଳ ଉଚିତ ତୋ ବଚନ ଧର୍ମ ସଂଯତେ ଯଶସ୍କର ପର କଲ୍ୟାଣକ ଧର୍ମ ପର ଯାହାର ବଂଶେ ହେ ପୁରୋହିତ ଭାର୍ଗବୀ ପଦ୍ମ ଯୋନି ସୁତ ପ୍ରହ୍ଲାଦ ଯାର ପିତାମହ ବିଷ୍ଣୁ ଭଜନ ମହାଶୟ ଓಂ ଭୂର୍ଭୁବସ୍ୟ ତସ୍ୟ ବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି धियो यो न प्रचोदयात् शान्ति शान्ति पृथिवी शान्ति।